ବାହାରକୁ ବାହାରିଲା ଏକ ବଡ଼ ସପିଂ ମଲ୍ର ଗୁମର କଥା। ଶୁଣିକି ତାତି ଉଠିଲେ ଲୋକେ। ଭୁବନେଶ୍ୱରର ଏକ ବଡ଼ ସପିଂ ମଲ୍। ସନ୍ଧ୍ୟା ସମୟ ଥିଲା। ସମସ୍ତେ କିଣାକିଣିରେ ବ୍ୟସ୍ତ ଥିଲେ। ହଠାତ୍ ଛୋଟ ପିଲାଙ୍କ ଗାର୍ମେଣ୍ଟ ସେକ୍ସନରେ ପାଟିତୁଣ୍ଡ ହୋହାଲା ଶୁଭିଲା। ସବୁ ଲୋକ ସିଆଡ଼କୁ ଦୌଡ଼ିଲେ। ଦେଖିବା ବେଳକୁ ଜଣେ ଗରିବ ବୟସ୍କ ଲୋକଙ୍କୁ ମଲ୍ର ସିକ୍ୟୁରିଟି ଧରି ବେଜିତ୍ କରି ଚାଲିଥିଲା। ଚୋର ବୋଲି କହି ସେ ବୟସ୍କ ଲୋକଙ୍କୁ ମାରିବାକୁ ବାହାରୁଥିଲା। ଲୋକମାନେ ବି ଏହାର ମଜା ନେଉଥିଲେ। ବହୁତ ଲୋକ ମୋବାଇଲ ଯୋଗେ ଭିଡିଓ କରୁଥିଲେ। ସେ ଗରିବ ଅସହାୟ ଲୋକ ଯେତେ ନେହୁରା ହୋଇ କହୁଥିଲେ କି, ବାବୁ ମୁଁ ଚୋରି କରିନି, ତା କଥା କେହି ବି ଶୁଣୁନଥିଲେ। ମ୍ୟାନେଜର ଆସିଲେ। ଯେତେବେଳେ ସିସିଟିଭି ଯାଞ୍ଚ କରାଗଲା ଆଉ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ଦେଖିକି ସମସ୍ତଙ୍କର ହୋସ୍ ଉଡ଼ିଗଲା। ସମସ୍ତଙ୍କ ମୁଣ୍ଡ ଲାଜରେ ନଇଁଗଲା। ତାହେଲେ କ'ଣ ଥିଲା ସିସିଟିଭିରେ? ସେ ବୟସ୍କ ଲୋକ ଜଣକ କିଏ? ତାପରେ ସେ ମଲ୍ରେ ଏକ ଏମିତି ପରିବର୍ତ୍ତନ ଦେଖାଗଲା, ଶୁଣିଲେ ଆପଣ ବି। ସେଦିନ ଥିଲା ରବିବାର। ଛୁଟି କାରଣରୁ ସପିଂ ମଲ୍ରେ ପ୍ରବଳ ଭିଡ଼ ଥିଲା। ଆକର୍ଷଣୀୟ ପ୍ରାଇସ୍ ଓ ଅଫରରେ ବିଭିନ୍ନ ହୋର୍ଡିଂ ଚମକୁଥିଲା। ଲାଉଡ୍ ସ୍ପିକର ମାଧ୍ୟମରେ ବିଭିନ୍ନ ଅଫର ଘୋଷଣା ହେଉଥିଲା। ସେ ଭିଡ଼ ଭିତରେ ଧୀରେ ଧୀରେ ଚାଲି ଚାଲି ମଲ୍ ଭିତରକୁ ପଶିଲେ ଜଣେ ବୟସ୍କ ଲୋକ। ତାଙ୍କର ନାଁ ଥିଲା ରାମଚନ୍ଦ୍ର ମହାପାତ୍ର। ବୟସ ବୋଧେ 82 ବର୍ଷ। ଅଣ୍ଟା ନଇଁ ଯିବା ପରି ଲାଗୁଥିଲା। ମୁହଁରେ ଚମ ଲୋଚା ହୋଇଯାଇଥିଲା। ପଲିଷ୍ଟର ପ୍ୟାଣ୍ଟ ସହିତ ବ୍ରାଉନ କଲରର ସ୍ୱେଟର ପିନ୍ଧି ସେ ମଲ୍ ଭିତରକୁ ପଶିଲେ। କାନ୍ଧରେ ଗୋଟିଏ ବ୍ୟାଗ୍ ଝୁଲୁଥିଲା ଆଉ ଆଖିରେ ଥକ୍କାପଣ ଦେଖାଯାଉଥିଲା। ରାମଚନ୍ଦ୍ର ଗୋଟିଏ ଗୋଟିଏ ବିଭାଗକୁ ଯାଇ ତନ୍ନ ତନ୍ନ କରି ଦେଖୁଥିଲେ। ଡାଲି ପ୍ୟାକେଟ ଉଠାଉଥିଲେ, ଦେଖୁଥିଲେ, ପୁଣି ରଖିଦେଉଥିଲେ। ଚିନି ପ୍ୟାକେଟ ଉଠାଉଥିଲେ, ପ୍ରାଇସ୍ ଦେଖୁଥିଲେ, ପୁଣି ରଖିଦେଉଥିଲେ। ବୋଧେ ସେ କିଛି ଖୋଜୁଥିଲେ, ହେଲେ କିଣିବା ଆଗରୁ 10 ଥର ଚିନ୍ତା କରୁଥିଲେ। କାଉଣ୍ଟରରେ ଛିଡ଼ା ହୋଇଥିବା ଲୋକମାନେ ପରସ୍ପର ଭିତରେ କଥା ହେଉଥିଲେ କି, ମଲ୍ ଭିତରକୁ ଏମିତି ଲୋକ ବି ଆସୁଛନ୍ତି। ଖାଲି ଦେଖୁଛନ୍ତି କିନ୍ତୁ କିଣୁନାହାନ୍ତି। ଟାଇମ୍ ପାସ୍ କରିବାକୁ ଚାଲି ଆସୁଛନ୍ତି। ଠିକ୍ ସେତିକି ବେଳେ 8-9 ବର୍ଷର ଗୋଟିଏ ଝିଅ ମା ଡାକି ଦୌଡ଼ିକି ସେ ରାସ୍ତା ଦେଇ ଚାଲିଗଲା।